ଏଇଟା ମୋର ଗୋଟେ ବାୟୋପିକ୍ ମୋ ସାଙ୍ଗରେ ଘଟିଛି ଯେଉଁ 5ଟି ଡେଥ୍ ହେଇଛି ମୋ ସାମ୍ନାରେ ହେଇଛି ମୁଁ ତାକୁ ହ୍ୟାଣ୍ଡେଲ କରିଛି ମାନେ କି ବର୍ଷକୁ ନିଜ ଜୀବନ ମାନେ ବର୍ଷକୁ 12,000 ଲୋକ ମରୁଛନ୍ତି ଇଣ୍ଡିଆରେ ଆଣ୍ଡ ଓଡ଼ିଶାରେ 160-170 ଲୋକ ମରୁଛନ୍ତି ବର୍ଷକୁ ସେବା ଦେବାରେ ତ ସେଇମାନଙ୍କର ଯେଉଁ ତ୍ୟାଗ ବଳିଦାନ ତାକୁ ମୁଁ ଜନସମ୍ମୁଖକୁ ଆଣିବା ପାଇଁ ଚାହୁଁଛି ଆଣ୍ଡ ସମସ୍ତେ ଲୋକେ ତାଙ୍କୁ କେମିତି ଏକ୍ନୋଲେଜ୍ କରିବେ ତ ସେଇ ଉଦ୍ଦେଶ୍ୟରେ ମୁଁ ଫିଲ୍ମଟାକୁ ପ୍ରଡ୍ୟୁସ୍ କରିଛି ନାଇଁ ମୁଁ ଦେଖୁ ଦେଖୁ ମୋର ଗୋଟେ ସର୍ଭିସ୍ ଦଉ ଦଉ ହଠାତ୍ ଲାଗିଗଲା ଉପରେ ଜଳିଗଲା 33 କେବି ଭୋଲ୍ଟରେ ଏଣ୍ଡ ଯେତେବେଳେ ଲୋକମାନେ କମ୍ପନସେସନ୍ ନେଇଗଲେ ତାକୁ ଡେଡ୍ ବଡି ଓହ୍ଲେଇବାକୁ ବି କେହି ନଥିଲେ ଅନ୍ୟ ପୁଲିସ ବାଲା ଛିଡ଼ା ହେଇଛନ୍ତି ମୋର 2-3 ଜଣ ଆମେ ଛିଡ଼ା ହେଇଛୁ ଲାଷ୍ଟ ଡେଡ୍ ବଡି ଆମେ ନିଜ ହାତରେ ଓହ୍ଲେଇଛୁ ଯେଉଁ ପିଲା କାମ କରୁଥିଲେ ମୋ ସାଙ୍ଗରେ ତ ସେଇଭଳିଆ କେମିତି ଲୋକଙ୍କ ପ୍ରେସରରେ କେମିତି ଖେଳଟା ହେଉଛି ତ ଆମର ଏଇଟା ଲାଇନ୍ଟା ପଡ଼ିଯାଇଛି ତମେ ସେମାନେ ଲାଇନ୍ ଚାର୍ଜ ଥିଲାବେଳେ ତାଙ୍କୁ ଚଢ଼େଇ ଦେଉଛନ୍ତି ମଦ ପିଇକି ଏଭଳିଆ ବହୁତ ଛୋଟ ଛୋଟ ଘଟଣା ଘଟି ଯେଉଁଥିରେ ତାଙ୍କର ଜୀବନ ବିପଦପୂର୍ଣ୍ଣ ଭଳିଆ ଜୀବନ ଯାଇଛି ସୁଶାନ୍ତ ମହାନ୍ତି ପ୍ରଡ୍ୟୁସର ଅଫ୍ ଲାଇନ୍ ବାଲା ଫିଲ୍ମ ପ୍ରଡ୍ୟୁସର ଆଣ୍ଡ ରାଇଟର ତ ସାର୍ ବର୍ତ୍ତମାନ ଲୋକ ଆଉ ଆକ୍ଟର ଦେଖୁନାହାନ୍ତି କଣ୍ଟେଣ୍ଟ ବେଶ ଦେଖୁଛନ୍ତି ଫିଲ୍ମ ତ କଣ କହିବେ ଲାଇନ ବାଲା କାହା ଉପରେ ଆର୍ଟିଷ୍ଟ ଲାଇନ୍ ବାଲା ଫିଲ୍ମ ଆମର ଆମ ପଛରେ ଯେଉଁ ସେବା ଦେଉଥିବା ଯେଉଁ ଆମର ଇଲେକ୍ଟ୍ରିକ ନିରନ୍ତର ରଖିବା ପାଇଁ ଯେଉଁ ସେବା ଦେଉଥିବା ବିରାଦରୀ ମାନେ ଯେଉଁ କମ୍ୟୁନିଟି ଅଛନ୍ତି ସେଇମାନଙ୍କ ଉପରେ ପର୍ଯ୍ୟବେସିତ ଯେଉଁମାନେ କି ବର୍ଷକୁ ନିଜ ଜୀବନ ମାନେ ବର୍ଷକୁ 12,000 ଲୋକ ମରୁଛନ୍ତି ଇଣ୍ଡିଆରେ ଆଣ୍ଡ ଓଡ଼ିଶାରେ 160-170 ଲୋକ ମରୁଛନ୍ତି ବର୍ଷକୁ ସେବା ଦେବାରେ ତ ସେଇମାନଙ୍କର ଯେଉଁ ତ୍ୟାଗ ବଳିଦାନ ତାକୁ ମୁଁ ଜନସମ୍ମୁଖକୁ ଆଣିବା ପାଇଁ ଚାହୁଁଛି ଆଣ୍ଡ ସମସ୍ତେ ଲୋକେ ତାଙ୍କୁ କେମିତି ଏକ୍ନୋଲେଜ୍ କରିବେ ତ ସେଇ ଉଦ୍ଦେଶ୍ୟରେ ମୁଁ ଫିଲ୍ମଟାକୁ ପ୍ରଡ୍ୟୁସ୍ କରିଛି ମୁଁ ଆଶା କରୁଛି ଲୋକ ଏଇଟା ଭଲ ପାଇବେ କାହିଁକିନା ସେ ତାଙ୍କରି ଚରିତ୍ର ତାଙ୍କରି ଫିଲ୍ମ ସମସ୍ତ ଉପରେ ଆଜିକା ଡେଟ୍ରେ ଫିଲ୍ମ ଆଧାରିତ ହେଇସାରିଲାଣି କିନ୍ତୁ ଲାଇନ୍ ବାଲାଙ୍କ ଉପରେ କିଏ ଫିଲ୍ମ ଆଣିବା ପାଇଁ ଚେଷ୍ଟା କରିନଥିଲେ ଏବଂ ତାଙ୍କ ଦୁଃଖ ବୁଝୁନଥିଲେ ଆଜ୍ଞା ତ କହିପାରିବେ କି ଗୋଟେ ଲାଇନ୍ ବାଲାଙ୍କର ମାନେ ଜୀବନ ଶୈଳୀ ଉପରେ ଯୋଉ ଯେମିତି ଦିନକୁ ଦିନ ସେମାନଙ୍କର ସେ ଲାଇନ୍ ଇଏରେ ମରୁଛନ୍ତି କି ତାର ଇଏରେ ମରୁଛନ୍ତି କି ପୋଲ ଚଢି ମରୁଛନ୍ତି ସେମାନଙ୍କୁ ଗୋଟେ ଇଏ କରିବା ପାଇଁ ସେ ଆପଣ ଚେଷ୍ଟା କରୁଛନ୍ତି ଆଜ୍ଞା ଏଇଟା ଏମିତି ଆୱାରନେସ୍ କରାଯାଇଛି ସେଫ୍ଟି ଆୱାରନେସ୍ ପ୍ଲସ୍ ଆମର 3ଟା କାରଣରୁ ଆକ୍ସିଡେଣ୍ଟ ନର୍ମାଲି ହୁଏ ଇଗ୍ନୋରାନ୍ସ ନେଗ୍ଲିଜେନ୍ସ ଆଣ୍ଡ ଓଭର କନଫିଡେନ୍ସ କିନ୍ତୁ ମୁଁ 2ଟା ଫ୍ୟାକ୍ଟର ଏଠି ଲାଇନ୍ ବାଲା ପାଇଁ ଲାଗୁଛି ସେଟା ହଉଛି ଗୋଟେ ପବ୍ଲିକ ପ୍ରେସର ଆଉ ଗୋଟେ ଫ୍ୟାଟିକ୍ ଫ୍ୟାକ୍ଟର ଯୋଉଟାକି ଥକାନ ତ ଏଇଥିରେ କେମିତି ହଉଛି ଆମେ କେମିତି ତାଙ୍କୁ ଟ୍ରିଟ୍ କରିବା କଥା ଯେତେବେଳେ ଫର ଏକ୍ସାମ୍ପଲ ଗୋଟେ ଛୋଟ ସାଇକ୍ଲୋନ ହବା ପୂର୍ବରୁ ଗୋଟେ ଛୋଟ କାଳବୈଶାଖୀ ହେଇଗଲା 5ଟା ଗୋଟେ ଗାଁରେ 10 ଜାଗାରେ ଫଲ୍ଟ ହେଲା ତ ସେଇ ଯେଉଁ ଲୋକ କେତେ ଦୂରକୁ ଯାଏ କେତେ ସେବା ଦେଇପାରିବେ ଏଟ୍ ଏ ଟାଇମ୍ ତ ସେ 2-3 ଘଣ୍ଟା କ'ଣ ହଉଛି ନା ପବ୍ଲିକ ପାଇଁ ବହୁତ ଇମ୍ପେସେଣ୍ଟ ହେଇଯାନ୍ତି ମୋର ପ୍ରଥମ ଦରକାର ତ ସେଇ ପିରିୟଡ଼ରେ ଯଦି ଆମେ ଟିକେ ମାନେ ପେସେନ୍ସ ରଖିବା ସେମାନେ ତ ସେବା ଦେବେ ହିଁ ଅଲ୍ଟିମେଟଲି ଦଉଛନ୍ତି ବି କିନ୍ତୁ ଆପଣମାନେ ଟିକେ ଧୈର୍ଯ୍ୟ ରଖିଲେ ଲୋକମାନେ ତ ସେ ଆକ୍ସିଡେଣ୍ଟଟା କମ୍ ହେଇପାରିବ ଆପଣ କାହିଁ ଏ କଣ୍ଟେଣ୍ଟ ଚୁଜ୍ କଲେ ଏଇଟା ମୋର ଗୋଟେ ବାୟୋପିକ୍ ମୋ ସାଙ୍ଗରେ ଘଟିଛି ଯେଉଁ 5ଟି ଡେଥ୍ ହେଇଛି ମୋ ସାମ୍ନାରେ ହେଇଛି ମୁଁ ତାକୁ ହ୍ୟାଣ୍ଡେଲ କରିଛି କୋଉଠି କୋଉଠି ସୁଟିଂ ହବ ଏବଂ ଆପଣ କାହାକୁ ଆପଣଙ୍କର ସମ୍ବିତ ଆଚାର୍ଯ୍ୟ ଆଣ୍ଡ ସ୍ୱପ୍ନା ପ୍ରିୟଦର୍ଶିନୀ ସେମାନେ ଆମର ଲିଡିଂ ଷ୍ଟାର ଅଛନ୍ତି ଦେନ୍ ଅଶ୍ରୁମୋଚନ ମହାନ୍ତି ବହୁତ ବଢ଼ିଆ ରୋଲ୍ କରୁଛନ୍ତି ଦେବୁ ବ୍ରହ୍ମା ଦେନ୍ ଆମର ଇଏ କୁନାଲ ପଟ୍ଟନାୟକ ଦେନ୍ ମିଟୁ ବାବୁ ସୁମନ ଦେବ ଜେନା ସେ ବହୁତ ବଢ଼ିଆ ରୋଲ୍ କରନ୍ତି ଦେବ ଜେନା ଦେନ୍ ଆମର ସାଲ ବେଗ ମିଥୁନ ବହୁତ ଭଲ ଜ୍ୟୋତି ବି ବହୁତ ଭଲ କହିଲେ କି ଆପଣଙ୍କ ଆଖି ଆଗରେ 5ଟି କେସ୍ ବସିଛି ଯାହାକୁ ନେଇକି ଲାଇନ ବାଲା ଆପଣ କରିଛନ୍ତି କଣ ସେଇ ଏକ୍ସପିରିଏନ୍ସ ରହିଛି ଯୋଉଟା ଆପଣ ଦେଖିଛନ୍ତି ଟିକେ ସେୟାର କରିବା ପାଇଁ ଚାହିଁବେ ନାଇଁ ମୁଁ ଦେଖୁ ଦେଖୁ ମୋର ଗୋଟେ ସର୍ଭିସ୍ ଦଉ ଦଉ ହଠାତ୍ ଲାଗିଗଲା ଉପରେ ଜଳିଗଲା 33 କେବି ଭୋଲ୍ଟରେ ଏଣ୍ଡ ଯେତେବେଳେ ଲୋକମାନେ କମ୍ପନସେସନ୍ ନେଇଗଲେ ତାକୁ ଡେଡ୍ ବଡି ଓହ୍ଲେଇବାକୁ ବି କେହି ନଥିଲେ ଅନ୍ୟ ପୁଲିସ ବାଲା ଛିଡ଼ା ହେଇଛନ୍ତି ମୋର 2-3 ଜଣ ଆମେ ଛିଡ଼ା ହେଇଛୁ ଲାଷ୍ଟ ଡେଡ୍ ବଡି ଆମେ ନିଜ ହାତରେ ଓହ୍ଲେଇଛୁ ଯେଉଁ ପିଲା କାମ କରୁଥିଲେ ମୋ ସାଙ୍ଗରେ ତ ସେଇଭଳିଆ କେମିତି ଲୋକଙ୍କ ପ୍ରେସରରେ କେମିତି ଖେଳଟା ହେଉଛି ତ ଆମର ଏଇଟା ଲାଇନ୍ଟା ପଡ଼ିଯାଇଛି ତମେ ସେମାନେ ଲାଇନ୍ ଚାର୍ଜ ଥିଲାବେଳେ ତାଙ୍କୁ ଚଢ଼େଇ ଦେଉଛନ୍ତି ମଦ ପିଇକି ଏଭଳିଆ ବହୁତ ଛୋଟ ଛୋଟ ଘଟଣା ଘଟି ଯେଉଁଥିରେ ତାଙ୍କର ଜୀବନ ବିପଦପୂର୍ଣ୍ଣ ଭଳିଆ ଜୀବନ ଯାଇଛି ତ ସେଥିରେ ଅନରସିପ୍ କେହି ନିଅନ୍ତିନି ଯେତେବେଳେ ମୋର ଲାଇନ୍ଟା ଯୋଡ଼ିବା ପାଇଁ ଲୋକ ଚଢ଼େଇ ଦିଅନ୍ତି କିନ୍ତୁ ସେ ପଡ଼ିଲା ପରେ ମଲା ପରେ ତାକୁ ସେଇଟା ଡିପାର୍ଟମେଣ୍ଟର ପ୍ରୋବ୍ଲେମ୍ ହେଇଗଲା ତାର ଯିଏ ସିନିୟର ଉପରୁ ମାଡ଼ଟା ଆସିଯାଏ ତ ସେଇଟା ବହୁତ
ବର୍ତ୍ତମାନ ଦେଖିବା ପାଇଁ ମିଳୁଛି ସେନ୍ସର ସାର୍ଟିଫିକେଟକୁ ନେଇକି ଗୋଟେ ଇସ୍ୟୁ ରହୁଛି। ଆଜ୍ଞା ତ ଆପଣ ତା ପ୍ରତି କେତେ ସଚେତନ ଅଛନ୍ତି? ଆଉ ନାଇଁ ମୋର ଯୋଉ ଫିଲ୍ମଟା ପିଓରଲି ନ୍ୟାଚୁରାଲ ମାନେ ଯୋଉଟା ଡେ ଟୁ ଡେ ହଉଛି ସେ ତାହାରି ଉପରେ ଆଧାର କରି କରିଛି ସେମିତି ଲାଗୁନି କିଛି ସେମିତି ସେନ୍ସରରେ କିଛି କଣ୍ଟ୍ରୋଭର୍ସି ଆସିବ ବୋଲି କାରଣ ଏଇଟା ତ ସାଧାରଣ ଯାହା ଘଟିଛି ମୁଁ ଦେଖେଇଛି ତାପରେ ଦେଖାଯିବ କ'ଣ ହଉଛି କିଛି ଭାଉଲେନ୍ସ ଅଛି ଫିଲ୍ମରେ? ଭାଇଲେନ୍ସ ଦେଖାଯାଇଛି ଅଫକୋର୍ସ ଯୋଉଟା ନ୍ୟାଚୁରାଲି ଏଗ୍ରେସନ୍ ଦେଖାଯାଇଛି ଏକ୍ଜାକ୍ଟଲି ନଟ୍ ସେମିତି ବ୍ଲଡ୍ କ୍ଲଟ୍ ମାନେ ମାରିଲା ହାଣିଲା ନାହିଁ ବଟ୍ ଏଗ୍ରେସନ୍ ତ ଅଛି ଯୋଉଟା ସୋସାଇଟିରେ ହଉଛି ସେଇଟା ହିଁ ଦେଖେଇଛି ପ୍ରାୟ ଫିଲ୍ମରେ ଭାଇଲେନ୍ସ ଦେଖନ୍ତୁ ମିଳୁନି ସେନ୍ସର ଆଜ୍ଞା ସାର୍ଟିଫିକେଟ ଆଜ୍ଞା ଆପଣଙ୍କର ସେମିତି କିଛି ନାଇଁ violence ଭାଇଲେନ୍ସ ତାର problem ନାଇଁ ଯେ ମୋବ୍ ଲିଞ୍ଚିଂ ଯୋଉଟା ମୋବ୍ ଲିଞ୍ଚିଂ ଟାଇପର ଜିନିଷ ହେଇଛି ଯୋଉଟା ହୁଏ ସାଧାରଣ ମୁଁ ସେଟା ଦେଖେଇଛି ଏଥିରେ ଆପଣ କିଏ କେମିତି ନଉଛନ୍ତି ମୁଁ ଜାଣିନି ବଟ୍ ଯୋଉଟା ଘଟଣା ଘଟୁଛି ଗୋଟେ ଲୋକ ଉପରେ ଯେତେବେଳେ ମୋବ୍ ଲିଞ୍ଚିଂ ଚାଲେ ମୋବ୍ ଲିଞ୍ଚିଂ ତ ଦେଖିବାକୁ ପଡୁଛି ନା ନ ଦେଖିଲେ ଆପଣ କେମିତି ଜଷ୍ଟିସ୍ କରିପାରିବେ ବଲିଉଡ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ବାଦ ବିବାଦ ଦେଖାଯାଉଛି। ଗୋଡ ଟଣାଟଣି ନୀତି ବର୍ତ୍ତମାନ ଚାଲିଛି। ତ ଆପଣ ଯଦି ଗୋଟେ କଣ୍ଟେଣ୍ଟ ଆଣୁଛନ୍ତି, ଆଉ ବହୁତ ପ୍ରଡ୍ୟୁସର ଅଛନ୍ତି ଆଉ ପଛରୁ ଆପଣଙ୍କୁ ଟାଣିବେ। ଗୋଡ ଟାଣିବେ, କେମିତି କଣ ସାମ୍ନା କରିବେ ସେମାନଙ୍କୁ ଆପଣ? ନାଇଁ ମୁଁ ସାଧାରଣତଃ ତ ମୋର ସେମିତି କିଛି ଇଣ୍ଟେନସନ୍ ନାହିଁ କି ମୁଁ ଏ ପରିସ୍ଥିତିକି ଆସିନି ମାନେ ଫାର୍ଷ୍ଟ ଟାଇମ୍ ଯେହେତୁ ସେଭଳିଆ ପରିସ୍ଥିତି ବୁଝିନି କିନ୍ତୁ ମୁଁ ଚାହିଁବି ସମସ୍ତେ ଭାଇ ମାନେ କାହିଁକିନା ଅଲିଉଡରେ ବହୁତ କିଛି କରିବାର ଅଛି ବର୍ତ୍ତମାନ କିଛି ନାହିଁ କିଛି ହେଇନି ଆମେ କହିବା ବହୁତ କିଛି କରିବାର ଅଛି କାହିଁକିନା ବହୁତ ବଡ ଗ୍ୟାପ୍ ଅଛି ସେ ଯୋଉ ସିନିୟର ଆର୍ଟିଷ୍ଟ ସବୁ ଗଲା ପରେ ବର୍ତ୍ତମାନ ବହୁତ ବଡ ଗୋଟେ ଷ୍ଟେଜ ଦେଇ ଗତି କରୁଛି କାହିଁକିନା ସେମିତି ଆର୍ଟିଷ୍ଟ ଦରକାର ଆକ୍ଟର ଦରକାର ନଟ୍ ଷ୍ଟାରଡମ୍ସ ଓଲିଉଡ ଇଣ୍ଡଷ୍ଟ୍ରି କି ଆପଣ କୋଉଠି ଦେଖିବା ପାଇଁ ଚାହୁଁଛନ୍ତି? ଦେଖନ୍ତୁ ଅଲିଉଡ କମ୍ପେୟାର କରିବା ବହୁତ ମୁସ୍କିଲ କାହିଁକି ନା ଆମର ପ୍ରଥମତଃ ଆମର ବେସିକ୍ ଇନଫ୍ରାଷ୍ଟ୍ରକ୍ଚର ନାହିଁ ଲୋକମାନେ ଦେଖିଲା ଭଳିଆ ଆମର ଗୋଟେ ହଲ୍ ନାହିଁ ସବୁ ଜାଗାରେ ତ ଆପଣମାନେ କେମିତି ମୁଁ ଟଲିଉଡ କିମ୍ବା ବଲିଉଡ ସାଙ୍ଗେ କେମିତି କମ୍ପେୟାର କରିବି କାରଣ ୱି ଆର୍ नो ଆମ କାଉଣ୍ଟ୍ରି ନାହୁଁ ଲିଟରାଲି ମୁଁ ଦେଖୁଛି ସାଉଥ ସାଙ୍ଗରେ ଆମେ କମ୍ପେୟାର ହିଁ କରିପାରିବୁନି ତ ଆମକୁ ବହୁତ ଚେଷ୍ଟା କରିବାକୁ ପଡ଼ିବ ବହୁତ ମେହନତ କରିବାକୁ ପଡ଼ିବ ଆଣ୍ଡ ଆଟଲିଷ୍ଟ ଇନଫ୍ରାଷ୍ଟ୍ରକ୍ଚର ଡେଭଲପ କରିବାକୁ ପଡ଼ିବ ଏ ଲୋକମାନେ ଏବେ ଭଲ ପାଇବା ଆରମ୍ଭ ହେଲାଣି କିନ୍ତୁ ଭଲ ପାଇବା ଆରମ୍ଭ ହେଲାକୁ ହଲ୍ ନାହିଁ ତ ତେଣୁ ଆମ ସାର୍ କେବେ ଫିଲ୍ମଟି ଆସିବ ପରଦା ଉପରେ? ଆମର ଫାର୍ଷ୍ଟ ୱିକ୍ରେ ଆସୁଛି ମାନେ ହୋଲି ପୂର୍ବରୁ ସେଟା ଗୋଟେ ସେଫ୍ଟି ୱିକ୍ ଅଛି ନ୍ୟାସନାଲ ସେଫ୍ଟି ୱିକ୍ ଅଛି 4 ରୁ 10 ତ ସେଇ ୱିକ୍ରେ ଆମର ହଲ୍ରେ ଆପଣ ଦେଖିବାକୁ ପାଇବେ